জগতর নাথ জগন্নাথ কি তম বিচিত্র লীলা ঠাকুরে আপন কাহিকি কাহিকি মো উপরে এতে কৃপ দৃষ্টি রখুছ কুহ ঠাকুরে মুহেলি রাজা ঘর চাকর ମୋ ସ୍ତ୍ରୀ ମୋତେ ଛାଡ଼ି ଆର ପାରିକୁ ଚାଲିଗଲେ ହେଲେ ମୋର ଗୋଟେ ଝିଅଟେ ଅଛି ମୋ ଝିଅ ଏପର୍ଯ୍ୟନ୍ତ କିଛି ଭଲ ମନ୍ଦ ଜାଣିନି କୁହ ଠାକୁରେ ମୁଁ ବା ତୁମର କି ଅପରାଧ କରିଛି ବାସ୍ତବରେ ମୁଁ କେତେ ସ୍ୱପ୍ନ ଦେଖି ଆସିଥିଲି ମୋ ସ୍ୱପ୍ନ କ'ଣ ପୂରଣ ହବନି ମୋ ସ୍ୱପ୍ନ କ'ଣ ସ୍ୱପ୍ନ ରହିଯିବ ଏ ଜଗତର ନାଥ ଜଗନ୍ନାଥ ତମର ସେଇ ଚକାଚକ ଆଖିରେ ଏଇ ସଂସାରକୁ ଦେଖୁଛ ହେଲେ ମୋ ବେଲାକୁ କ'ଣ ଦେଖିପାରୁନ ଠାକୁରେ ଏ କାଳିଆ ଆଉ କେତେ ଦିନ ପର୍ଯ୍ୟନ୍ତ ଦୁଃଖ ଦବ ପାପ ଜାଣିନି କି ପୁଣ୍ୟ ଜାଣିନି ଧୂଆଁ ଖାଲି ଧୂଆଁ ସେ ନିଆଲି ଭୁନି ସରେ ନାହିଁ ଯନ୍ତ୍ରଣାର ସୁହ ଧନ ଦାରରେ ଦିଶୁ ନାହିଁ ଲୁହ ମଶାଣି ଲାଗୁଛି ଦୁନିଆ ପାପ ଜାଣିନି हेलो ए सांग शंकरा कांदुछु रे एटी बसिकी कांदुथु हेलो ए सांग शंकरा कांदु था एटी कांदुथिले तो सबु दुख कष्ट दूर हो जीव हेलो ए सांग तुम किए हेलो ए सांग तू कौन मत चिन्हु नाही हाँ मु तुमको चिन्ह पारुनी हेलो ए सांग मु परा तो पिला दिनर सांग तू कौन सबू आम पिला दिन खेल भूली गलु सतरे मु तुमको चिन्ह पारुनी हेलो ए सांग तू कौन से गिली बाड़ी खेल से पोखरी रे जाइकी डोगिबा सब भूली गलु तमे बुद्धिवंत हे बुद्धिवंत ए सांग से पिला दिनर कथा मोर मने पड़गला सांग ए सांग हाँ कह सांग हेले तुम केमिति अछ मु तो भलरे अच्छी रे बाबा ले तो ए दुख कष्ट देखिकी सही पारुनी रे सांग ए सांग कौन आउ कहबी मु
ଭାଗ୍ୟର ଲିଖନ କେ କରିବାର ଦୈବ ମୋ ଭାଗ୍ୟରେ ଯାହା ଲେଖିଛନ୍ତି ତାହା ହିଁ ଭୋଗୁଛି ସାଙ୍ଗ, ତାହା ହିଁ ମୁଁ ଭୋଗୁଛି। ହ୍ୟାଲୋ ଏ ସାଙ୍ଗ, ଏସବୁ ତୁ ମିଛ କହୁଛୁ ଲୋ, ମିଛ କହୁଛୁ। ଏ ସାଙ୍ଗ ମୁଁ ସମ୍ପୂର୍ଣ୍ଣ ସତ୍ୟ କହୁଛି ସାଙ୍ଗ, ମୁଁ ସମ୍ପୂର୍ଣ୍ଣ ସତ୍ୟ କହୁଛି। ହ୍ୟାଲୋ ସାଙ୍ଗ, ଏସବୁ ତୁ ମିଛ କହୁଛୁ। ତୁ ଜାଣି ଜାଣି ତୋ ଭାଗ୍ୟକୁ ଦୋଷ ଦଉଛୁ ରେ ସାଙ୍ଗ। ସବୁ କାର୍ଯ୍ୟଟାକୁ ତୁ ଭଙ୍ଗ କରୁଛୁ ରେ ସାଙ୍ଗ। ମାନେ ତମେ କ'ଣ କହିବାକୁ ଚାହୁଁଛ? ଏ ସାଙ୍ଗ ତାହେଲେ ମୋ କଥା ଶୁଣିବୁ? ତାହେଲେ କୁହ ସାଙ୍ଗ। ଏ ସାଙ୍ଗ ତାହେଲେ ମନ ଦେଇକି ଶୁଣ ରେ ସାଙ୍ଗ। ତାହେଲେ କୁହ ସାଙ୍ଗ। ଶୁଣ ଶୁଣ ସାଙ୍ଗ ମୋର କହିବାର ଗିରା, ଯାହା କହୁଅଛି ଆଜି ମୁଁ ତୁମ ଆଗରେ। କହିବା କଥା ତୁ କର୍ଣ୍ଣରେ ଶୁଣିବ, ଅମାନ୍ୟ କରିଲେ ବାଟା ଦଶା ଭୋଗୁଥିବ। ଏ ଶୁଣ ଏ ଶୁଣ ଏ ଶୁଣ 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 ସାଙ୍ଗ ମୋର, ଯାହା କହୁଅଛି ଆଜି ମୁଁ ତୁମ ଆଗରେ। ହ୍ୟାଲୋ ସାଙ୍ଗ, ହଁ ସାଙ୍ଗ। ମୋ କଥାକୁ ମନ ଦେଇକି ଶୁଣୁଛୁ ନା ନାହିଁ? ଏ ସାଙ୍ଗ ମୁଁ ତମ କଥାକୁ ମନ ଦେଇ ଶୁଣୁଛି ସାଙ୍ଗ। ହ୍ୟାଲୋ ସାଙ୍ଗ, ତାହେଲେ ବହୁତ ମନ ଦେଇକରି ଶୁଣଲୋ ସାଙ୍ଗ, କାହିଁକି ନା ଅସଲ କଥାଟା ଏବେ କହିବି। ତାହେଲେ କୁହ ସାଙ୍ଗ। ବନ୍ଧ୍ୟା ଲୋକ ମୁଖ ଦେଖି ଅଶୁଭ ହୁଆଇ, ରାଜା ରାଣୀ ସେହି ଦୂରି ସନ୍ଧ୍ୟା ଯେ ଅଟାଇ। ତାଙ୍କ ମୁଖ ଦେଖୁଅଛ, ତାଙ୍କ ଦୃଷ୍ଟି ତୁମ ପରେ ପଡ଼ୁଅଛି ସତ। ଏ ଶୁଣ ଏ ଶୁଣ ଏ ଶୁଣ 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 ସାଙ୍ଗ ମୋର, ସାନୁ ହୋଇ ଏଇ ଦୁର୍ଗେଶ୍ୱର ଗିରା। ଶୁଣ ଶୁଣ ସାଙ୍ଗ ମୋର କହିବାର ଗିରା, ଯାହା କହୁଅଛି ଆଜି ମୁଁ ତୁମ ଆଗରେ। ଏ ସାଙ୍ଗ ଏ ତମେ କ'ଣ କହିଗଲ? ସେ ରାଜା ହେଉଛନ୍ତି ମୋ ପାଇଁ ଭଗବାନ। ଆରେ ସେ ରାଜା ହେଉଛନ୍ତି ମୋ ପାଇଁ ଅନ୍ନଦାତା। ସେ ରାଜାକୁ ସେ ରାଜା ଘରକୁ ଯଦି ମୁଁ କାମ ନ କରିବି ତାହେଲେ ମୁଁ ଖାଇବି କ'ଣ? ଆରେ ମୋ ଝିଅକୁ ମୁଁ ପାଳିବି କେମିତି? ହେଲେ ସାଙ୍ଗ, ମୁଁ ଯାହା କହୁଛି ତାହା ଅକ୍ଷରେ ଅକ୍ଷରେ ସତରେ ସାଙ୍ଗ। ମାନୁଛି ସାଙ୍ଗ ମାନୁଛି। ହେଲେ ସାଙ୍ଗ, ଏଇ ରାଜା ରାଣୀ ଦୁହେଁ ବନ୍ଧ୍ୟା। ମୁଁ ଜାଣେ ସାଙ୍ଗ। ବନ୍ଧ୍ୟା ଲୋକ ମୁଖ ଦେଖିଲେ ଅଶୁଭ ହୁଏ। ଆରେ ମୁଁ ଜାଣେ ସାଙ୍ଗ। ହେଲେ ସାଙ୍ଗ, ମୁଁ ଯାହା କହିବା ଥିଲା ତୁ ଆଗରେ ବନ୍ଧୁ ହିସାବରେ କହିଦେଲି ରେ ସାଙ୍ଗ। ତାହେଲେ ମୁଁ ଯାଉଛି ରେ ସାଙ୍ଗ, ତୁ ଯାହା କରିବୁ ତାହା କର। ଏ ସାଙ୍ଗ ସାଙ୍ଗ ଏ କ'ଣ କହିଲ ସାଙ୍ଗ ତମେ? ଆରେ
ମୁଁ ମଧ୍ୟ ଜାଣେ ବନ୍ଧିଆ ଲୋକ ମୁଖ ଦେଖିଲେ ଅଶୁଭ ହୁଏ, ଅମଙ୍ଗଳ ହୁଏ। ହେଲେ ମୁଁ କ'ଣ କରିବି? ଏଇ ରାଜା ଘରକୁ ଯଦି କାମ ନ କରିଯିବି ତାହେଲେ ମୋ ଝିଅକୁ ମୁଁ ପାଲି ପାରିବି ନାହିଁ। ମୁଁ ସତରେ ଭୋକରେ ମରିଯିବି ସାଙ୍ଗ, ମୁଁ ସତରେ ଭୋକରେ ମରିଯିବି। ହେଲେ କ'ଣ କରିବି? ସେମିତି ହେଲେ ବି ମୋତେ ରାଜା ଘରକୁ ଯିବାକୁ ହବ। ନା ନା, ଗୋଟାଏ କାମ କରିବି, ରାଜା ଘରକୁ କାମ କରିଯିବି, ହେଲେ ରାଜାର ମୁଖ ଦେଖିବିନି, ରାଜାର ମୁଖ ଦେଖିବିନି। ରାଜା ରାଣୀ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତି, ତା ପୂର୍ବରୁ ମୁଁ ଯାଇ କାମଟା ସାରିଦେବି। ହଁ ହଁ, ଏଇଟା ହିଁ ଠିକ୍ ହବ, ଏଇଟା ହିଁ ଠିକ୍ ହବ।